ପ୍ରତିପଦ ଜଣେ ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି, କଣ୍ଟିନ୍ୟୁଅସ୍ କହିଛନ୍ତି। ପ୍ରତିପଦ ବି ତାଙ୍କର ମୁଁ ତାଙ୍କୁ ଅପତ୍ୟ ସ୍ନେହ ପୁଅ ଭଳିଆ ମତେ ସ୍ନେହ କରିଛନ୍ତି, ଆଜି ବି କରୁଛନ୍ତି। କିନ୍ତୁ ତା ଅଭିମାନ ତାଙ୍କର ଦର ରହିବ, କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି। କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି। ସେ ବବିକୁ 50 କିଲୋମିଟର କହିଲେ ବି ସ୍ୱାଗତ, ତା ଦଳ ପାଇଁ କାମ କରୁছে। ସେ ନେତା ଆଉ ପ୍ରଦୂଷଣ କଣ କଣ କୃତଘ୍ନ କୃତକାରେ ସେଟା ବଫାଦାରଟା କୃତଘ୍ନ 4ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା, 9ରେ ଜିତେଇଲା, 14ରେ ଜିତେଇଲା, 19ରେ ତା ପୁଅକୁ ଦେଲା, 24ରେ ପୁଅକୁ ଦେଲା। ସେତେବେଳେ ସ୍ୱାମୀ ମାନେ ବାପା ପାଇଁ ଦେଖାଲେ ମୋ ବାପାକୁ ଏତେ କରିଦେଲେ, ମୁଁ ବାପା ପାଇଁ ବାହାରିଛି। ବାପା ପାଇଁ ବାହାରିଥାନ୍ତୁ, 19 ମସିହା ଟିକେଟ ନେଇନଥାନ୍ତୁ, ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ, ତାର ଜାଣିଥାନ୍ତୁ ବାପା ସ୍ୱାମୀ ପାଇଁ। ମତେ କୁହନ୍ତୁ ମିଡିଆରେ ଆସିକି ଡେଲି କିଏ କହୁଛି ମୁଁ ପଇସା ଖାଇନାହିଁ। ସ୍ୱାଭିମାନଟା ସେତେବେଳେ ହେଇଥାନ୍ତା ଯୋଉଦିନ ତା ବାପାଙ୍କୁ ଟିକେଟ ଦିଆଗଲା ନାହିଁ। ସିଏ ଯୋଉ କାରଣ ପାଇଁ ଆପଣ କହିଲେ ପୁଅ କହିଥାନ୍ତା ମୋ ବାପା ଚାଲ ଯିବା ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇକି ଆସିବା, ତାହେଲେ 19ରେ ଟିକେଟ ନେବି, 24ରେ ଟିକେଟ ନେବି, ତାପରେ ବିକ୍ରି କହିବି ମୁଁ ସାଧୁ। ମୁଁ ଏଇଥିପାଇଁ ପ୍ରଭାତ ବିଷୟରେ କହୁନଥିଲି କାରଣ ସେତେବେଳେ ଦଳରେ ଥିଲେ। ମୋ ପାଇଁ ଯଦି କାହାର ଭୋଟ ଖଣ୍ଡେ ମିଳୁଛି, ମୋର କ୍ଷତି ହେଇକି ନବୀନ ପଟ୍ଟନାୟକ ସମ୍ମାନ ମିଳୁଛି, ମୋର କ୍ଷତି ହେଇକି ମୋର ଯେତେ କ୍ଷତି ହେବ କିଛି ଦରକାର ପାର୍ଟି ପାଇଁ ମୁଁ ସବୁ ସହି। କାରଣ ମୁଁ ଯୌଥ ପରିବାରରୁ ଆସିଛି, ସହିବା ଶିଖିଛି, ସ୍ୱାଭିମାନ ଶିଖିଛି, ସାକ୍ରିଫାଇସ୍ ଶିଖିଛି। ତେଣୁକରି ମୁଁ ପାର୍ଟି ପାଇଁ ଚୁପ୍ ଥିଲି। ଯାହାକୁ ପଚାରିଲୁ ଆଜି କହିଲି ଯେ ମୁଁ ଆଜି କଣ ଚୁପ୍ ଥିଲି କାରଣ ପାର୍ଟି ପାଇଁ। ମାନେ ସିଏ ଗୋଟେ ମୁଁ ତାଙ୍କ ଦୁଆର ଦେଖିନି, ବାପ ମା ଛୁଆ 500 ଥର ମୋ ଦୁଆରକୁ ଆସିଛନ୍ତି। କଣ ନେଇଛନ୍ତି ବି କହିଲିନି, ଆମେ ଯାହାକୁ ଦଉ ଭୁଲି ଯାଉ। ଏଟା କହୁନା ଛୋଟ କଥାଟା କୁହାଯାଏ ନା, ନବୀନକୁ ଯାହା ଦିଅନ୍ତି ଭୁଲିଯାଆ। ଆମେ କହୁନା ଆମ ବଂଶ ଆମେ ଯେତେ ଯା ଆମେ କହୁନା, ଜନ୍ତୁନା ଆମେ ଏହା କଲୁ ଆମେ ସେୟା କଲୁ ଆମେ କହୁନା। ଆଉ ଯଦି ମୁଁ ଜାଣିଛି ଆପଣ ସେ ଗୋଟେ ରେସ୍ପଣ୍ଡ କରିବେ, ଯଦି ରେସ୍ପଣ୍ଡ କରିବେ ତାପରେ ସେ ଯୋଉ ଡକୁମେଣ୍ଟ ଦେଖଉଛନ୍ତି ମୁଁ ଡକୁମେଣ୍ଟ ଦେଖିବି କଣ କଣ ସେ କରୁଛନ୍ତି, ମୁଁ ବି ଦେଖିଛି। ମୁଁ ଜାଣିଛି ଆପଣ ରେସ୍ପଣ୍ଡ କରିବେ। ପାଗଳ ଲୋକ ବିଜେପି ଚ୍ୟାଲେଞ୍ଜ କରୁଛି, ମୁଁ ଦଳ ଚ୍ୟାଲେଞ୍ଜ କରିବି। ସିଏ ଆଜି ଦଳର ନାହାନ୍ତି ବୋଲି ମୁଁ କହିଲି, ଗୋଟେ ଦିଟା ନା କହିଲି, ଜଣେ ପ୍ରତିପଦ ଜଣେ ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି, କଣ୍ଟିନ୍ୟୁଅସ୍ କହିଛନ୍ତି। ପ୍ରତିପଦ ବି ତାଙ୍କର ମୁଁ ତାଙ୍କୁ ଅପତ୍ୟ ସ୍ନେହ ପୁଅ ଭଳିଆ ମତେ ସ୍ନେହ କରିଛନ୍ତି, ଆଜି ବି କରୁଛନ୍ତି। କିନ୍ତୁ ତା ଅଭିମାନ ତାଙ୍କର ଦର ରହିବ, କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି। କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି। ସେ ବବିକୁ 50 କିଲୋମିଟର କହିଲେ ବି ସ୍ୱାଗତ, ତା ଦଳ ପାଇଁ କାମ କରୁছে। ସେ ନେତା ଆଉ ପ୍ରଦୂଷଣ କଣ କଣ କୃତଘ୍ନ କୃତକାରେ ସେଟା ବଫାଦାରଟା କୃତଘ୍ନ 4ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା, 9ରେ ଜିତେଇଲା, 14ରେ ଜିତେଇଲା, 19ରେ ତା ପୁଅକୁ ଦେଲା, 24ରେ ପୁଅକୁ ଦେଲା। ସେତେବେଳେ ସ୍ୱାମୀ ମାନେ ବାପା ପାଇଁ ଦେଖାଲେ ମୋ ବାପାକୁ ଏତେ କରିଦେଲେ, ମୁଁ ବାପା ପାଇଁ ବାହାରିଛି। ବାପା ପାଇଁ ବାହାରିଥାନ୍ତୁ, 19 ମସିହା ଟିକେଟ ନେଇନଥାନ୍ତୁ, ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ, ତାର ଜାଣିଥାନ୍ତୁ ବାପା ସ୍ୱାମୀ ପାଇଁ।